सुंदर देखा जाए फूल उद्यान सबुदिन बुलवा को बहुत इच्छा होले कौन है पाखरे धन नहीं हेले जहाँ को भल पाऊँ सी भी कांगाल हो गला केवे आसब से मो पाखक ए कुआरी मथा टोपे सिंदूर देखी मत तारी पाक नहीं जीव से दिन पर तो मु अपेक्षा करके बंची हाँ ए फूला बहने फूला फुटी बासना भी झरी जाऊछी फूला बहने फूला फुटी बासना भी झरी जाऊछी मोर प्राणपति तमे आसीब बोली तुम कहल तुम बाट मो चाही बसी धीरे धीरे आस चली तुम बाट मो चाही बसी धीरे धीरे तुम्हें आस चली मनरे तते रखी देवी मुठ सिंदूर करी देवी जीते पटेल जे मोर प्राणपति तुम्हें आसीब
ଯାଉଛନ୍ତି ଏଠି କିଛି ସମୟ ଅପେକ୍ଷା କରେ ଏଠି ସେମାନେ ଆସିବେ ଅପେକ୍ଷା କରେ ए माया अरे तुमको मो केते रानी अंतपुर मोती महल ए सब गुंपा भितर खोजी आसिला देखिला बेल को तमे एठी अरे माया କଣ ସବୁଦିନ ତ ଏଠି ବସୁଛି ଆଉ କୁଆଡ଼େ ଯିବି କହିଲ ए माया सतरी सतरी मो तुमको बहुत भल पाए ସତରେ हो माया ମତେ ତମେ ଏତେ ଭଲ ପାଅ ସେଇଥିପାଇଁ ଯେ ଜଗେଇ ବସିଛ ମତେ हो माया ए माया କଣ सतरी तुम्हें मते केते भल पाओ तमें जदि मो ओठरे तुम ओठ मिसाई अरे कही दियो मो तुमको बहुत भल पाए ବହୁତ ଭଲ ପାଅ ତମେ हाँ भैया ସତରେ हाँ ଏ ଆସ ଥରେ ମୋରି ପାଖକୁ ଚୁମି ଯା ଗୋରା ଦେହକୁ ଆସ ଥରେ ମୋରି ପାଖକୁ ଚୁମି ଯା ଗୋରା ଦେହକୁ ଆସ ଥରେ ମୋରି ପାଖକୁ ଚୁମି ଯା ଗୋରା ଦେହକୁ ଲାଜରେ ଲାଜରେ ଝାଉଁଳି ଗଲି ରେ ଲାଜରେ ଲାଜରେ ଝାଉଁଳି ଗଲି ରେ ମନ ବିକି ଦେଲି ତୁମକୁ ମନ ଦେଇଦେଲି ମୁଁ ତୁମକୁ
ସିନା ମତେ ଭଲ ପାଉଛ, ଭଲ ପାଇବେ କଣ ସଂସାର ଚଳିବ କହିଲ? ନା ଗଳାରେ ସୁନାର ଅଳଙ୍କାର ଅଛି, ନା ହାତରେ ରୂପାର କଙ୍କଣ ଅଛି, ଛେରେ ମତେ ଆଣିକି ଦବ କହିଲ? ଏ ମାୟା 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 କିଛି କହିବନି ମତେ, ବୁଝିଲ? ତମେ ଏ ଛୋଟିଆ କଥା ପାଇଁ ଏତେ କଣ ରାଗୁଛ? କେମିତି ରାଗିବିନି କହିଲ? ଏ ମାୟା ଶୁଣ ଶୁଣ, ତମେ 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 ଆରେ ଶୁଣିଲା ଗହଣା ଆମ ପାଇଁ ବଡ ନୁହେଁ। ଶୁଣ, ଆମେ ରାଜା କୀର୍ତ୍ତିକନ୍ଦ୍ର ଆମେ ପାରଧୀରେ ଚାଲି ଯାଇଛନ୍ତି। ଆମେ ଚାଲ ଏ ସମୟରେ ଦୟାମୟୀ ରାଣୀକୁ ଖତମ କରିଦେବା। ଆଉ ଶୁଣ, ଯାହାଙ୍କ ଛତ୍ର ଛାୟା ଆମେ ପାଳୁଛୁ, ହଁ ଶୁଣ ଶୁଣ ମାୟା, ତାକୁ ଯଦି ଆମେ ଖତମ କରି ପାରିଦେବା, ତାମାନେ ଏବେ এই ସ୍ୱର୍ଣ୍ଣଗଡ଼ରେ ତମେ ରାଣୀ ହେଲେ ମୁଁ ହେବି ରାଜା। ଆଉ ଶୁଣ, ଆଜି ସେ ରାଜା ନାହିଁ ଘରେ, ଆମେ ପାରଦୀକୁ ଚାଲି ଯାଇଛନ୍ତି। ଚାଲ ଆମେ ସମୟରେ ରାଣୀ ବୁଢ଼ୀଟାକୁ ତଣ୍ଟି ଚିପି ଖତମ କରିଦେବା। ତାହେଲେ ଯଦି ଆମେ ରାଜା ରାଣୀକୁ ମାରିଦେବା, ତାହେଲେ ଆମ ପାଖରେ ବହୁତ ଧନ ସମ୍ପତ୍ତି ଅଛି। ଏ ଧନ ସମ୍ପତ୍ତି ତାହା କିଣିବି। ଠିକ କହିଛ, ଠିକ କହିଛ। ଆଉ ଗୋଟେ କଥା, ତମେ ରାଜା ହେବ ଆଉ ମୁଁ ରାଣୀ ହେବି। ହଁ ମୁଁ ରାଜା ହେବି, ତମେ ରାଣୀ ହେବ। ମୁଁ ଗଜଦନ୍ତ ପଲଙ୍କରେ ଶୋଇଥିବି, ମୁଁ ତୁମ ଗୋଡ଼କୁ ଆଉଁସି ଦେଉଥିବି। ଏମିତି ହସି କଣ କରୁଛୁ ବା? କାବୁଲା ତମେ ଠିକ ସମୟରେ ତମେ ସବୁ ତମକୁ କିଏ କହୁଥିଲେ ଏଠି ଆସିବା ପାଇଁ କହିଲ? ଆଲୋ ଭଉଣୀ, କଣ ହେଲା? ତତେ ଏତେ ଖୋଜି ଖୋଜି ପୁରା ଭବାନୀ ପାଟନା ଛାଡ଼ିଦେଲି, ହେଲେ ପାଇଲେନି। ଏଇ ଜଙ୍ଗଲରେ ପାଇଛି। ତୁ ଏଠି କଣ କରୁଛୁ? ଏ ଭାଇ, ଦେଖ ମୋ ମୁଣ୍ଡକୁ ଗୀତ ଚଢ଼ାନା। ମୁଁ ତାଙ୍କୁ ଭଲ ପାଏ, ଆଉ ସେ ହଉଛି ତୋ ଭେଣେଇ। ନମସ୍କାର କର। ଏ କାବୁଲା, ଆରେ ମାୟା ଯାହା ବି କହୁଛନ୍ତି ଏ ସବୁ ସତ କଥା ହିଁ କହୁଛନ୍ତି। ଏ ଜାଗା ଆଜି ଦିନଠୁ ତୁ ଆମରି ସାଙ୍ଗରେ ରହିବ। ଆଉ ଶୁଣ, ତୋ ଭଉଣୀ ରାଣୀ ହେଲେ ମୁଁ ହେବି ରାଜା, ଆଉ ହେବୁ ମନ୍ତ୍ରୀ। ଆରେ ଭାଟ ଟଙ୍କା ଗୁଟେ ଦିଅ, ଭାଟ ଟଙ୍କା ଗୁଟେ ଦିଅ। ଆରେ କାବୁଲା, ଏମିତି କଣ କହିଲେ ଚଲିବ? ଆହା, ଏ ଭଉଣୀ, ଦୁନିଆ ବି କହିବେ ଭଉଣୀକୁ ବାହା ହେଲେ ସଲା ବିଧା ମାରିବାକୁ ପଡ଼େ। ଆମେ ତ ଜାଣି ନାହୁଁ। ଭାଇ ଗୋଟେ କଥା ଶୁଣ, ଶୁଣ, ସଳା ବିଟା ଯେବେ ମାରିବୁ ସେଦିନ ପାଖେ ପାଖେ ଆସୁଛି। ଯେଉଁଦିନ ଆମେ ଏ ରତ୍ନଗଡ଼ ରାଜ୍ୟକୁ ଯାଇ କୀର୍ତ୍ତିଚନ୍ଦ୍ରକୁ ମାରିଦେଇ ରାଣୀକୁ ବି ମାରିଦେଇ ଯାହା ଧନ ସମ୍ପତ୍ତି ମିଳିବ, ସେଦିନ ତୋର କଥାବାର୍ତ୍ତା। ତୋ ଭେଣୀ ଯେତେ ସଳା ବିଟା ମାରିଲେ ବି ତୋତେ ସେତେ ପଇସା ଦଉଥିବେ ବୁଧୁ। ଆରେ ଭାଟ, ଆରେ এই কথাটা সত্য না? ହଁ, ତୋ ଭାଉଣୀ ମାୟା ଯାହା କହିଲେ କଣ ବୁଝିପାରିଲୁ ତ? ଆମେ ଶୁଣ, ରାଜା ତ ଆଜି ଦିନଠୁ ଘରେ ନାହିଁ। ସେ ରାଜା ପାରଧୀରେ ଯାଇଛନ୍ତି। ଆମେ ଚାଲ ଏ ସମୟରେ ସେ ଦୟାମୟୀ ରାଣୀଟାକୁ ଜୀବନରେ ଆମେ ମାରିଦେବା। ତୁ ଭାଗ କରିବ ନା? ଶୁଣ, ହଁ, ଶୁଭ କାର୍ଯ୍ୟ ଯେତେବେଳେ କରିବାକୁ ପଡ଼େ
ନଡ଼ିଆ ଆଉ ଫୁଲ ପତ୍ରରେ ନଡ଼ିଆ ପାଣିରେ ସେ ରାସ୍ତାକୁ ଧୁଆ ଯାଇଥାଏ। ତୁ ନଡ଼ିଆ ଟାଣ ଫଟା ଆଉ ଏ ରାସ୍ତାକୁ ଧୋଇ ଦେ ଭଲରେ ଭଲରେ। ତାପରେ ଛୁଆ ତୁ ସଳା ବିଧା ମାରିବି ତୋତେ ପଇସା ଦେବି ତୋ ଫେଣି। ତାହେଲେ ତୁମେ 2 ଜଣ ଆମେ 2 ଜଣ, ତୁମେ ଆगे आगे ହେଲେ ଆମେ 2 ଭାଇ ପଛେ ପଛେ। ବାହା କାବୁଲ ବାହା ଭାଟ ଆମେ ଅଛୁ, ତାହେଲେ ଚାଲ ଯିବା। ଚାଲ ଅତି ଶୀଘ୍ର ଯିବ ଚାଲ ସେ ସ୍ୱର୍ଣ୍ଣଗଡ଼ ରାଜ୍ୟକୁ। ତେବେ ଚାଲ ନା କହ। ଚାଲ ତାହେଲେ ଚାଲ ଯିବା।